ଆମେ ଆଜି ଗୋଟେ ନୂଆ ଗପଟେ ଜାଣିବା। ଗପର ନାଁ କ'ଣ? କଇଁଚ ଆଉ ଠେକୁଆ। ଗପର କ'ଣ ନା? କଇଁଚ ଆଉ ଠେକୁଆ ଭିତରେ ଆଜି ଗୋଟେ ଆମେ ଗପଟେ ଜାଣିବା। ଭଲସେ ବସ, ଘୁଞ୍ଚି ଆସ ଏଠିକୁ। ହଁ, ଏଇଠି ଘୁଞ୍ଚି ଆସ, ଏଠିକି ଭଲସେ ବସ। ତାପରେ ଏଇଠି ବନେଇ ବସ। କ'ଣ ହେଇଛି ନା, ଦିନେ କ'ଣ ହେଇଛି, ତମେ ସବୁ ସ୍କୁଲ ଆସୁଛ, ତମେ ତମମାନଙ୍କ ଭିତରେ ଯୋଉ ଖେଳ ଖେଳୁଛ, ଦୌଡ଼ା ଦୌଡ଼ି ଖେଳ କେହି ଖେଳିଛ ନା? ଆଜ୍ଞା। କିଏ ଜିତୁଛି, କିଏ ହାରୁଛି? ମୁଁ ଜିତୁଛି। ତ ସେମିତି କଇଁଚ ଆଉ ଠେକୁଆର କ'ଣ ହେଇଛି ନା, ଗୋଟେ ଖେଳ ଗପଟା କ'ଣ ଗପଟା ନା, କଇଁଚ ଆଉ ଠେକୁଆ ଦିନେ କ'ଣ କରୁଛନ୍ତି ନା, ତାଙ୍କ ଭିତରେ ଗୋଟେ ଦୌଡ଼ର ଖେଳ ଆରମ୍ଭ କରିଛନ୍ତି ହେଲା। ଚୁପଚାପ ପାଟି କରନି। କ'ଣ ହେଇଛି ନା, କଇଁଚ ଠେକୁଆ ସେ କହିଲେ, ଦେଖ ଚାଲ ଆଜି ତମ ମୋ ଭିତରେ ଗୋଟେ ଦୌଡ଼ର ପ୍ରତିଯୋଗିତା କରିବା। କିଏ କହିଲା? ଠେକୁଆ କହିଲା। କାହାକୁ? କଇଁଚକୁ କହିଲା। ଦେଖି ତାଙ୍କର ପ୍ରତିଯୋଗିତା ଆରମ୍ଭ ହେଲା। ଯେତେବେଳେ ପ୍ରତିଯୋଗିତା ଆରମ୍ଭ ହେଲା, ସେ କହିଲା ତାହେଲେ ଉଭୟ କ'ଣ କଲେ? ଦୌଡ଼ିବା ଆରମ୍ଭ କଲେ। ଦୌଡ଼ି ଆରମ୍ଭ କଲେ। ଠେକୁଆ ବହୁତ ବାଟ ଦୌଡ଼ିକି ଗଲା ପରେ ପଛକୁ ଅନେଇକି ଦେଖିଲା ବେଳକୁ କଇଁଚ କ'ଣ କରୁଛି ନା, ବହୁତ ଦୂରରେ ଅଛି ହେଲା। ତ ଦେଖିଲା ଦୂରରେ ଅଛି। ସେ ପ୍ରଥମରୁ ହିଁ ଜାଣିଥିଲା ଯେ କଇଁଚ ଦୌଡ଼ି ପାରିବ ନାହିଁ ଜୋରରେ, ଆଉ ଠେକୁଆ ବହୁତ ଦୌଡ଼ି ପାରିବ। ସେଥିପାଇଁ ସେ ପ୍ରତିଯୋଗିତା କରିଥିଲା। ସେ ଭାବିକି ଯାହା କରିଥିଲା ବି ସେ ହେଲା। ସେ ବହୁତ ବାଟ ଯାଇକି ଦେଖିଲା ବେଳକୁ କଇଁଚ ପଛରେ ଆସୁଛି, ଠେକୁଆ ବହୁତ ଆଗରେ ଅଛି। ସେ କ'ଣ ଭାବିଲା ନା, କଇଁଚ ତ ପାରିପାରିବ ନାହିଁ, ଏତେ ଧୀରେ ଧୀରେ ଆସୁଛି। କଇଁଚ ଦେଖିଛ ନା ତମେମାନେ? କଇଁଚ ଚାଲିବାର ଦେଖିଛ ନା? କେମିତି ଚାଲେ? ପୁରା ଧୀରେ 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 ହେଇକି ତାର ଚାଲେ ସେ। ତ ଦେଖିଲା ବହୁତ ଦୂରରେ ଅଛି। ସେ କ'ଣ କଲା ନା, ସେ ପାଖରେ ଗଛ ଥିଲା। ସେ କ'ଣ ଭାବିଲା ନା, ଠେକୁଆଟି କ'ଣ ଭାବିଲା, କଇଁଚ ତ ଆସିବା ବହୁତ ଦୂର ଅଛି, ମୁଁ କ'ଣ କରେ ଏଇଠି ଟିକେ ବସ, ମୁଁ କ'ଣ କରେ ଗଛ ମୂଳରେ ଟିକେ ଶୋଇଯାଏ, ବିଶ୍ରାମ ନେଇଯାଏ। ଏ ଭାବିକି କ'ଣ କଲା ଠେକୁଆ, ସେଇ ଗଛ ମୂଳରେ ଶୋଇ ପଡ଼ିଲା। ଏମିତି ଶୁ ତାକୁ ନିଦ ଲାଗି ଯାଇଛି। କାହାକୁ ନା ନିଦ ଲାଗିଯାଇଛି? ଠେକୁଆକୁ ନିଦ ଲାଗିଯାଇଛି। ସେ ଶୋଇଲା ଭିତରେ କଇଁଚ କ'ଣ କରିଛି ନା, ଚାଲି ଚାଲିକି ଆସିକି ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଖାପାଖି ହେଇଗଲାଣି। ଠେକୁଆ ଯେତେବେଳେ ନିଦ ଭାଙ୍ଗିଲା ତାର, ଦେଖିଲା ବେଳକୁ ତାଙ୍କର ଯୋଉଠି ଥିଲା ଲକ୍ଷ୍ୟସ୍ଥଳରେ ପହଞ୍ଚିବ, ଯେ ଯୋଉଠି ପହଞ୍ଚି ସୁନ୍ଦର ହେବେ, ତା ପାଖାପାଖି ପହଞ୍ଚି ଯାଇଛି। କିଏ? କଇଁଚ ପହଞ୍ଚି ଯାଇଛି। ସିଏ ବି ବହୁତ ଜୋରରେ ଦୌଡ଼ିବା ଆରମ୍ଭ କଲା। ଠେକୁଆ ବହୁତ ଜୋରରେ ଦୌଡ଼ିବା ଆରମ୍ଭ କଲା, କିନ୍ତୁ କ'ଣ କଲା ନା, ଯାଇକି ପହଞ୍ଚି ପାରିଲା ନାହିଁ। କଇଁଚ ଧୀରେ ଚାଲୁ ପଛେ ଆଗେ ଯାଇକି ସେ ଲକ୍ଷ୍ୟସ୍ଥଳରେ ପହଞ୍ଚି ଗଲା। ଆଉ କଇଁଚ କ'ଣ ହେଲା? ଜିତିଗଲା। ଆଉ ଠେକୁଆ ହାରିଗଲା ହେଲା। ତ ଆମେ ଗପର କ'ଣ ଜାଣିଲେ ମୋତେ କହିଲେ? ତମେ କ'ଣ ଜାଣିଲେ? ଯେ ସବୁବେଳେ ଆମେ ଅନ୍ୟକୁ ଛୋଟ ମନେ କରିବା ନାହିଁ। ଆମେ ସବୁବେଳେ ଭାବିବା ନାହିଁ ଯେ ସିଏ ଛୋଟ, ଆମେ ବଡ଼, ସିଏ ପାରିବ ନାହିଁ, ଆମେ ସବୁ କିଛି ପାରିବା। ଏଇଟା ଆମେ ଭାବିବା ଭୁଲ। ଏଇଟା କେବେ ଭାବିବା ନାହିଁ, କାହାକୁ ନେଇକି କିଛି ଭାବିବା ନାହିଁ ଯେ ଆମେ ସବୁ କରିଦେବା, ସିଏ କିଛି ବି କରିପାରିବ ନାହିଁ। କାହିଁକିନା ଆମେ ଯଦି ଏଇଟା ଭାବିକି କର୍ମଠ ହେଇକି ବସିବାନି, ତାହେଲେ କ'ଣ ଆମଠୁ ବି ସମସ୍ତେ ଆଗେଇ ଯିବେ। ଆମେ ସେଇ ଭାବନା ନେଇକି ରହିଯିବା ହେଲା। ବୁଝିପାରିଲ?